ଅକ୍ଟୋବର ମାସ ଅଧାରୁ ହିଁ ଆମେ ବଗିଚା କାମ ଆରମ୍ଭ କଲୁ। ସ୍ୱାମୀ କହିଛନ୍ତି ଟାର୍ଗେଟ୍ ନେଇଛନ୍ତି ଯେ ଅକ୍ଟୋବର ମାସ ସରିବା ସୁଦ୍ଧା ଗଛର କାମ ଯେତିକି ସବୁ ସରିଯାଇଥିବ। ସକାଳେ ହେଉଛି ଖରା ପ୍ରବଳ ହେଉଥିଲା, ସେଥିପାଇଁକା ଆମେ ଟିକେ ହେଉଛି 2 ଘଣ୍ଟା ପାଖାପାଖି ଆମେ ଟିକେ ସମୟ ବିତେଇଥିଲୁ, ଯେଉଁଟାକି ହେଉଛି ସ୍କୁଲକୁ ଛୁଆକୁ ନେବା ଆଣିବାରେ ଆଉ ମୋର କିଛି ରୋଷେଇ କାମରେ ବିତି ଯାଇଥିଲା। ତାପରେ ସବୁ କାମଧନ୍ଦା ଆମ ଦୁଇ ଜଣଙ୍କର ସରିଗଲା ପରେ ବଗିଚାରେ ଆସିକି ପ୍ରଥମେ ଆମେ ଲିଚୁ ପକାଇ ଦେଇଥିଲୁ ଦିୱାଲି ପାଇଁ। ତାପରେ ଏଇ 2 ଦିନ ଭିତରେ ମୋ ଝିଅର ବି ବାର୍ଥଡେ ଆସୁଛି, ତ ସେଥିପାଇଁକା ବି ମଧ୍ୟ ଏକାଥରକେ ଦ୍ୱିତୀୟ କାମ ହେଇଯିବ। ଆଉ ସେଇ ସମୟରେ ମୁଁ ଆସିକି କିଛି ସ୍ୱାମୀଙ୍କି ହେଲ୍ପ କରିବା ସହିତ ଟିକେ ହେଉଛି ବଗିଚାରେ ପତ୍ର ସବୁ ବାଛୁଥିଲି ଗଛରୁ, କାହିଁକିନା ଏକାଥରକେ ସବୁ ଛାତ ଗୁଡ଼ାକ ସଫାସଫି ହେବ ନା, ସବୁ ହଳଦିଆ ପତ୍ର ଗୁଡ଼ାକ ବାଛିଦେଲେ ଏକାତୁରିଆକି ସବୁ ସଫା ହେଇଯିବ। ନହେଲେ କ'ଣ ହେବ କହିଲେ, ଛାତ ଖରକି ଦେଇକି ଯାଇଥିବୁ, ପୁଣି ପତ୍ର ଗୁଡ଼ାକ ଝଡ଼ିକି ପୁଣି ଛାତକୁ ଅଳିଆ କରିବ। ସେଥିପାଇଁକା ମୁଁ ଆଗେ ପତ୍ର ଗୁଡ଼ାକ କିଛି ସଫାସଫି କରିଦେଇଥିଲି। ଦ୍ୱିପହର ହେଇଗଲା ଯେମିତି ସ୍ୱାମୀ ତାଙ୍କର ଖାଇ ଦେଇକି ଆସିଲେ। ସେ ଖାଇ ଦେଇକି ମୁଁ କହୁଥିଲି ଟିକେ ଗଡ଼ତଡ଼ ହେବାକୁ, କିନ୍ତୁ ସେ କହିଲେ ଏବେ କାମ ନିଶା ଲାଗିଛି ନା, ଜମାରୁ ବି ଶୋଇବାକୁ ଇଚ୍ଛା ହିଁ ହେଉନି, ମନଟା ଏଇଠି ହିଁ ରହୁଛି। ସେଥିପାଇଁକା କାମଟା ଆମେ ଆଗେ ସାରିଦେବା, ତାପରେ ଯାଇକି ଆମେ ରେଷ୍ଟ ନେବା। ତ କେମିତି ଚିନ୍ତା କଲୁ, ମାସେ ଭିତରେ କେମିତି ସବୁ କାମ ସାରିକି ସବୁ ଗଜା ପାଇଁ ମାନେ ମଞ୍ଜି ସବୁ ପକେଇକିରି ତା ଦେହରେ କିଛି ଗଛ ଲଗେଇକି ବି ମଧ୍ୟ ପ୍ରଥମ କୁଡ଼ା ଖୋସା ଯେମିତି ସରିଯାଇଥିବ, ସେମିତି କରିପାରିବା। ଆଉ ସ୍ୱାମୀଙ୍କ ସାହସକୁ ବଢ଼େଇବା ପାଇଁ ମୁଁ ହଁ ମାରି ଦେଇଥିଲି। ତାପରେ ସ୍ୱାମୀ ହେଉଛି ଖାଇସାରିକି ଛାତ ଉପରକୁ ଆସିଲା ପରେ ସେ କିଛି ହେଉଛି କାମ ଆଉଟସାଇଡ଼୍ ସବୁ ଯେତିକି ମାଟି ସବୁ କିଛି କୁଡ଼ା ଖୋସା ହେଲା, ଆଉ କିଛି ଯେଉଁ ନୂଆ ଗ୍ରୋ ବ୍ୟାଗ୍ରେ ସବୁ ଭର୍ତ୍ତି ହେଲା କିଛି ମାଟି, ତ ସେଇ ସମୟରେ ମୁଁ ଯାଇଥିଲି ଟିକେ ଖାଇବା ପାଇଁ। ଖାଇସାରିଲା ପରେ ଛୋଟ ଛୁଆ ଅଛି, ତ ଆପଣମାନେ ତ ଜାଣିଥିବେ ଛୋଟ ଛୁଆ ମାଆକୁ ତ ଏତେ ଶୀଘ୍ର ଛାଡ଼ିବେନି ନା, ତ ତାକୁ ଶୋଇ ଦେଇଥିଲି। ଶୋଇ ସାରିଲା ପରେ ମୁଁ ଆଉ ରେଷ୍ଟ ନେଲେନି, ସାଙ୍ଗେ ସାଙ୍ଗେ ଚାଲି ଆସିଲି। ଆଉ ଆସିବା ବେଳକୁ ଦେଖିଲି ସ୍ୱାମୀ ମାନେ ବାରଣା କାମ ସବୁ ସାରି ଦେଇଛନ୍ତି। ତ ମୁଁ କହିଲି ମୁଁ ଆଉ କ'ଣ କରିବି, ତମେ ତ କାମ ସବୁ ସାରି ସାରିଲଣି। ମୋତେ କହିଲେ ତୋତେ ଗୋଟେ ସବୁଠୁ ବଡ଼ କାମ ଦେଉଛି, ତୁ ଏଇ ଦାୟିତ୍ୱଟା ନେଲୁ। ମୁଁ କହିଲି କ'ଣ କହୁନ? କହିଲେ ହେଉଛି ଏଇ ଯେଉଁ ପେଟିରେ ସବୁ ମୁଁ ମାଟି ଆଣିକି ବାଲ୍ଟିଏ ବାଲ୍ଟିଏ ଭରିଛି ନା, ତୁ ଏଇ ପେଟିରେ କି ଖାଲି ଶାଗ ବୁଣିଦେ। ଶାଗ ମଞ୍ଜି ଗୋଟେ ବୁଣିଦେବୁ, ଆଉ ଗୋଟେ ପିଆଜ ତଳା ପକାଇଦେବୁ। କାହିଁକିନା ପିଆଜ ତଳାଟା ହେଉଛି ଟିକେ ଡେରି ହେଲେ, ଥଣ୍ଡା ପଡ଼ିଗଲା ମାନେ କୁହୁଡ଼ି କାକର ପଡ଼ିଲା ମାନେ ତ ପିଆଜ ଗଜା ଆଉ ମାରିବନି, ବହୁତ ଡେରି ହେବ, ଆଉ ଗଜା ଗୁଡ଼ା ବହୁତ ସରୁ ବି ହେବ, ପତଳା ହେବ ଗଛ ଗୁଡ଼ାକ। ତ ସେଥିପାଇଁକା ମୋତେ ଟିକେ ଆଗତୁରିଆ ଏଇସବୁ ମଞ୍ଜି ପକାଇବାର ଅଛି। ପ୍ରତ୍ୟେକ ଥର ଆମେ ସିଜନ୍ ପୂର୍ବରୁ ଏମିତିଆ ହିଁ କରୁ କାମ। ତ ଏଥରକ ଟିକେ ଡେରି ହେଇଗଲା, ତ ଯାହା ବି ହଉ ଏବେ ଯାଏ ଥଣ୍ଡା ବି ଠିକ୍ସେ ପଡ଼ିନି, ତ ସେଥିପାଇଁ ଭାବୁଛି ଆମେ ଠିକ୍ ସମୟରେ ହିଁ କାମଟା ଆରମ୍ଭ କରିଛୁ। ତାପରେ ସ୍ୱାମୀ ଗଲେ ତାଙ୍କର ଗ୍ରୋ ବ୍ୟାଗ୍ରେ ସବୁ ମାଟି ଭର୍ତ୍ତି କରିବା ପାଇଁ, ଆଉ ମୁଁ ଚାଲି ଆସିଲି ଶାଗ ମଞ୍ଜି ବୁଣିବା ପାଇଁ। ଶାଗ ମଞ୍ଜିଟା କେମିତି ବୁଣୁଛି ଦେଖନ୍ତୁ। ତ ଏଇ ଶାଗ ମଞ୍ଜି ପ୍ରଥମେ କାଢ଼ିଦେଲି, ତା ଦେହରେ ବାଲି ମିଶାଇକି ଗୋଳେଇକି ଯଦି ଆପଣ ବୁଣିବେ ବହୁତ ଭଲ। ତ ମୋର ଏଇଠି ମାଟି ଗୁଡ଼ାକ ଯେହେତୁ ଶୁଖିଲିଆ ଥିଲା, ତ ତାକୁ ପକାଇ ଦେଇକିରି ଗୋଳେଇ ଦେଇକିରି ମୁଁ ଏଇଠି ସବୁ ମାନେ ଅଲଗା ଅଲଗା ସବୁ ଲାଇନ୍ କରିକି ସବୁ ପକେଇଛି, ଯେମିତିକା ଦେଖିବାକୁ ଟିକେ ସୁନ୍ଦର ଲାଗିବ ଏଥରକ। ମୋ କାମ ଏତିକିରେ ବାସ୍ ସରିଗଲା। ତ ପୁଣି ଦେଖା ହେବ ଆପଣଙ୍କ ସହିତ ନେକ୍ସଟ ଭିଡ଼ିଓ।